ଜୟ ହିନ୍ଦ। ଦେଖନ୍ତୁ ଆଜିର ଯେଉଁ ଟପିକ୍ ରହିଛି, ଆମେ ପରିବ୍ରାଜକଙ୍କ ଦୃଷ୍ଟିରେ ଭାରତୀୟ ସମାଜରେ ୱାନ୍ ସଟ୍କୁ ମାନେ ଅତି ଶୀଘ୍ର ଆଲୋଚନା କରିବା, ଯାହାଫଳରେ କି ସବୁ MCQ କୋଶ୍ଚିନ୍ ଗୁଡ଼ାକ ଆମେ ସଠିକ୍ ଭାବରେ ବୋର୍ଡ଼ ଏକ୍ଜାମ୍ରେ କରିପାରିବା। ତ ଆଉ ଡେରି ନକରି ଚାଲନ୍ତୁ ଆରମ୍ଭ କରିବା। କ'ଣ କୋଚିଂ ଦେଇଛି ନା ପ୍ରତ୍ୟେକ ପ୍ରଶ୍ନର ପାଇଁ 4ଟି ସମ୍ଭାବ୍ୟ ମଧ୍ୟରୁ ଗୋଟିଏ ଅନୁସାର ଲେଖବ, ଯାହାକି ମଲ୍ଟିପୁଲ୍ ଚଏସ୍ କୋଶ୍ଚିନ୍ସ। ଓକେ, ତ ନିମ୍ନଲିଖିତ ବ୍ୟକ୍ତିଙ୍କ ମଧ୍ୟରୁ କିଏ ପ୍ରାଚୀନ କାଳରେ ଭାରତ ଭ୍ରମଣରେ ଆସିଥିଲେ? ଏହା ଦେଖନ୍ତୁ ଅପସନ୍ ଦେଇଥିଲା କୋଶ୍ଚିନ୍, କିନ୍ତୁ ମୁଁ ଏଠି ଅପସନ୍ ଲେଖି ନାହିଁ, ଡାଇରେକ୍ଟ ଆନ୍ସର୍କୁ ଲେଖିଦେଇଛି। ତ ଆନ୍ସର୍କୁ ଫୋକସ୍ କରନ୍ତୁ। କିଏ ଆସିଥିଲେ ନା ଫାହିଆନ୍ ଆସିଥିଲେ। ପ୍ରଥମେ ଭାରତକୁ ଆସିଥିଲେ, ଭାରତ ଭ୍ରମଣରେ କିଏ ଆସିଥିଲେ ନା ଫାହିଆନ୍ ଆସିଥିଲେ। ବୁଝିଲା, ଫାହିଆନ୍ ଭାରତ ଭ୍ରମଣରେ ପ୍ରଥମେ ଆସିଥିଲେ। ତ ଖ୍ୱାରିଜମର ବର୍ତ୍ତମାନ ନାମ କ'ଣ? ଖ୍ୱାରିଜମର ବର୍ତ୍ତମାନ ନାମ ହେଉଛି ଖିବା। ମାମୁଦଙ୍କ ଖ୍ୱାରିଜମ ଆକ୍ରମଣ ବେଳେ ସେଠାକାର ଶାସକ ବଂଶର ନାଁ ଲେଖ। ସେଠାକାର ଶାସକ ବଂଶର ନାଁ ଥିଲା କ'ଣ? ମାମୁନି ରାଜବଂଶ। କେଉଁମାନେ ଭାରତବର୍ଷକୁ ହିନ୍ଦୁସ୍ତାନ ବୋଲି କହୁଥିଲେ? ତୁର୍କ ମାନେ। କିତାବୁଲ୍ ହିନ୍ଦ୍ ଗ୍ରନ୍ଥର ଇଂରାଜୀ ଅନୁବାଦକ କିଏ ନା ଏଡୱାର୍ଡ ସାଛାଓ। ହେଲା, ଏହା ଗୋଟେ ବହୁତ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍। ଏଡୱାର୍ଡ ସାଛାଓ ହେଉଛନ୍ତି କିତାବୁଲ୍ ହିନ୍ଦ୍ ଇଂରାଜୀ ଅନୁବାଦକ। ଏବଂ ଇବନ୍ ବତୁତାଙ୍କ ଜନ୍ମସ୍ଥାନ କେଉଁଠି? ମୋରୋକ୍କୋରେ ହେଉଛି ଇବନ୍ ବତୁତାଙ୍କ ଜନ୍ମସ୍ଥାନ। ଇବନ୍ ବତୁତାଙ୍କ ଭାରତ ଭ୍ରମଣ ବେଳେ କିଏ ଦିଲ୍ଲୀର ସୁଲତାନ ଥିଲେ? ମହମ୍ମଦ ବିନ୍ ତୁଗଲକ ଥିଲେ। ମହମ୍ମଦ ବିନ୍ ତୁଗଲକ ଥିଲେ ଭାରତର ସୁଲତାନ। ବୁଝିହେଲା। ନିମ୍ନଲିଖିତ ପରିବ୍ରାଜକଙ୍କ ମଧ୍ୟରୁ କିଏ ଡାକ୍ତର ଥିଲେ? ଫ୍ରାଙ୍କିୟସ୍ ବର୍ନିୟର ଡାକ୍ତର ଥିଲେ। ବର୍ନିୟର କେତେ ବର୍ଷ ପାଇଁ ଭାରତରେ ରହିଥିଲେ? ନା 12 ବର୍ଷ ପାଇଁ ଫ୍ରାଙ୍କିୟସ୍ ବର୍ନିୟର ଭାରତରେ ରହିଥିଲେ। ତାପରେ ଆସିଗଲା ଗୋଟିଏ ଶବ୍ଦରେ ଉତ୍ତର। ଗୋଟିଏ ଶବ୍ଦରେ ଉତ୍ତର ଦିଅ। କିତାବୁଲ୍ ହିନ୍ଦ୍ ର ଲେଖକ କିଏ? ସେଇ ଆଲବେରୁନି। ରିପିଟ୍ ହେଇଛି କୋଶ୍ଚିନ୍ଟା। ତ ମହମ୍ମଦ ବିନ୍ ତୁଗଲକଙ୍କ ଶାସନରେ ଇବନ୍ ବତୁତା ପ୍ରଥମେ କେଉଁ ପଦବୀରେ ନିଯୁକ୍ତ ଥିଲେ? କାଜୀ ପଦବୀରେ ନିଯୁକ୍ତ ଥିଲେ। ରିହଲା ମୂଳ ଭାଷା କ'ଣ? ଆରବୀ। ରିହଲାର ମୂଳ ଭାଷା ହେଉଛି ଆରବୀ, ଯାହାର ଅର୍ଥ ହେଉଛି ଭ୍ରମଣ। ବର୍ନିୟର କାହା ପାଖରେ ଚିକିତ୍ସକ ଭାବେ କାର୍ଯ୍ୟ କରୁଥିଲେ? ଦାରାଶିକୋଙ୍କ ପାଖରେ। କେଉଁଠାରେ ବର୍ନିୟର ଶିଶୁ ସତୀ ପ୍ରଥା ଦେଖିଥିଲେ? ଲାହୋର ଠାରେ ସେ ଜଣେ 12 ବର୍ଷର ଯୁବତୀଙ୍କୁ ମାନେ ସତୀ ହେବାର ଦେଖିଥିଲେ ସେ। ତାପରେ ଖୁବ୍ ସଂକ୍ଷେପରେ ଆଲବେରୁନି କେଉଁ କେଉଁ ଭାଷା ମାନେ ହୋଇଥିଲା? ଆଲବେରୁନି କେଉଁ ଭାଷା ହୋଇଥିଲା ଆପଣେଇଥିଲେ ବା ଶିଖିଥିଲେ? ଆରବୀୟ, ପାରସିକ, ସିରୀୟ, ସଂସ୍କୃତ, ହିବ୍ରୁ। ଆଲବେରୁନିଙ୍କ ସମୟରେ ଭାରତରେ ପ୍ରଧାନ ଶିକ୍ଷାପୀଠ କେଉଁଠାରେ ଥିଲା? ବନାରସ ଏବଂ କାଶ୍ମୀର। ରିହଲା ଶବ୍ଦର ଅର୍ଥ କ'ଣ? ଭ୍ରମଣ ବା ପର୍ଯ୍ୟଟନ ହେଉଛି ରିହଲା ଶବ୍ଦର ଅର୍ଥ। କିଏ ଭାରତୀୟ ପାନ ଓ ନଡ଼ିଆ ପ୍ରଭାବିତ ହୋଇଥିଲେ? ଦେଖିକି ପ୍ରଭାବିତ ହୋଇଥିଲେ? ଇବନ୍ ବତୁତା ପାନ ଆଉ ନଡ଼ିଆକୁ ଦେଖିକି ସେ ପ୍ରଭାବିତ ହୋଇଥିଲେ। ବର୍ନିୟର ଭାରତୀୟ ରହଣିକାଳ ନିରୂପଣ କର। ବର୍ନିୟରଙ୍କ ଭାରତୀୟ ରହଣିକାଳ ହେଉଛି ମାନେ 1659 ରୁ 1668। ବର୍ନିୟର ଭାରତ ବିବରଣୀରେ ଜମି ମାଲିକା କାହା ହାତରେ ଥିଲା? ବର୍ନିୟର ଭାରତ ବିବରଣୀରେ ବର୍ନିୟର ଯେଉଁ ତାଙ୍କର ଲେଖା ଲେଖିଛନ୍ତି, ଦ ଭୋୟେଜେସ୍ ଅଫ୍ ଫ୍ରାଙ୍କିୟସ୍ ବର୍ନିୟର, ସେହି ବିବରଣୀରେ ଜମି ମାଲିକାନା କାହା ପାଖରେ ଥିଲା? ରାଜା ଓ ଶାସକଙ୍କ ଉପରେ ଥିଲା। ଶୂନ୍ୟସ୍ଥାନ ପୂରଣ କର। ଡ୍ୟାକ୍ସ ଭାରତବର୍ଷକୁ ଅଲ୍ ହିନ୍ଦ୍ ବୋଲି କହୁଥିଲେ ଆରବୀୟ ମାନେ। ମାମୁଦଙ୍କ ଭାରତ ଆକ୍ରମଣ ବେଳେ ତାଙ୍କ ସହିତ କିଏ ଆସିଥିଲେ? ଡ୍ୟାକ୍ସ ଆସିଥିଲେ। ଆଲବେରୁନି ଆସିଥିଲେ। ଡକ୍ଟର ମେହନଦି ହୁସେନ ଡ୍ୟାକ୍ସକୁ ଇତିହାସର ଖଣି ବୋଲି କହିଛନ୍ତି। ରିହଲାକୁ ଇତିହାସର ଖଣି ବୋଲି କୁହାଯାଇଛି। ସୁଲତାନ ମୁଲତାନ, ଏଥିରେ କନଫ୍ୟୁଜ୍ ହୁଅନ୍ତି ବହୁତ ପିଲା ସୁଲତାନ ବୋଲି, କିନ୍ତୁ ଏହାର ଅର୍ଥ ଆକ୍ଚୁଆଲି ହେଉଛି ମୁଲତାନ। ମୁଲତାନ ଯାହାକି ଗୋଟେ ଜାଗାର ନାମ। ତ ମୁଲତାନରୁ ଦିଲ୍ଲୀ ଆସିବାକୁ ବତୁତାଙ୍କୁ ଡ୍ୟାକ୍ସ ଦିନ ସମୟ ଲାଗିଥିଲା, 40 ଦିନ ସମୟ ଲାଗିଥିଲା। ବର୍ନିୟରଙ୍କୁ ତାଙ୍କ ଡାକ୍ତରୀ ପରୀକ୍ଷା ପାଇଁ ଡ୍ୟାକ୍ସ ସାହାଯ୍ୟ କରିଥିଲେ। ତାଙ୍କର ଜଣେ ବନ୍ଧୁ ପିଏରି ଗାସେନ୍ଦେ ତାଙ୍କୁ ଡାକ୍ତରୀ ପଢ଼ିବାରେ ସାହାଯ୍ୟ କରିଥିଲେ। ଡ୍ୟାକ୍ସ ମସିହାରେ ପ୍ରଥମେ ବର୍ନିୟରଙ୍କ ବିବରଣୀ ପ୍ରକାଶିତ ହୋଇଥିଲା। 1670 ମସିହାରେ ତାଙ୍କ ଦେଶକୁ ଯାଇ ସେ ଯେଉଁ ଲେଖିଥିଲେ ବିବରଣୀ, ସେ ବିବରଣୀଟା 1670 ମସିହାରେ ପ୍ରକାଶିତ ହୋଇଥିଲା। ତ ଧନ୍ୟବାଦ, ଏହାକୁ ଦେଖନ୍ତୁ ଏବଂ ମାନେ ନିଶ୍ଚିତ ଭାବରେ
ଏକ୍ଜାମ୍ରେ ପଡ଼ିବାର ସମ୍ଭାବନା ଅଛି। ଧନ୍ୟବାଦ।